प्रिवियस ब्लॉग तो आपण ମାନଙ୍କ ସହିତ ସେୟାର କରିଥିଲି ଏକ୍ଜାମ ଟେନସନ ଲାଗି ଏକ୍ଜାମ ରେ ମୋର ବହୁତ ସାରା ଟଙ୍କା ଖର୍ଚ୍ଚ ହେଇଗଲାଣି ଯୋଉ ଟଙ୍କାରେ କି ମୁଁ 2 ହଳ ଡ୍ରେସ ବି କିଣି ସାରନ୍ତିନି ଏବେ। ଏବେ କିନ୍ତୁ ନା ମୋ ପାଖରେ ପଇସା ଅଛି ନା ଟଙ୍କାଟା ଅଛି ବିଷ ଖାଇବାକୁ। ବିଷ ପରେ କିଣି ନେଇ ଆସିବି ଆଗେ ଏକ୍ଜାମ ଟା ଦେଇ ସାରେ। ମୁହଁର ଅବସ୍ଥା ଦେଖି ଆପଣମାନେ ଜାଣିପାରୁଥିବେ ମୁଣ୍ଡର ପରିସ୍ଥିତି ଏବେ କିଛି ଠିକ୍ ଠାକ୍ ନାହିଁ। କିଏ କ'ଣ ଟିକେ ମୋତେ ଖାଲି କହିଲେ ଶୋଧିଦେବି ନିରାଶା କରିକି। ସେଥିପାଇଁ ମୋ ସହିତ କେହି କଥା ହଉନାହାନ୍ତି ତ ମୁଁ ବି କାହା ସହିତ କଥା ହଉନି। ଭାଇ ଇଚ୍ଛା ତ ହଉଥିଲା ଆଗକୁ କିଏ ଜଣେ ପଳେଇ ଆସିଲେ ମନ ଭରିକି ସେକି ପକେଇବି ନହେଲେ ଆଡୁ ତାଡୁ କରିକି ଶୋଧି ପକେଇବି। କିନ୍ତୁ କିଏ ବା କାହିଁକି ମୋ ଆଗକୁ ଆସିବ ଏସବୁ କାଣ୍ଡ କରିବା। ମୁଣ୍ଡର ପରିସ୍ଥିତି ଆଜି କ'ଣ ପାଇଁ ବିଗିଡ଼ି ଯାଇଛି ଆପଣମାନେ ଜାଣିପାରୁଛନ୍ତି ତ। ମାଣ୍ଡୁ ସହିତ ପରା ଆଜି ପୁରା ଝଗଡ଼ା ହେଇଯାଇଛି। ଦିନ ସାରା କଥାବାର୍ତ୍ତା ନାହିଁ ସେଥିପାଇଁ ପରା। ହଉ ହଉ ମାଣ୍ଡୁ ଗାଣ୍ଡୁ କଥା ଆମେ ପରେ କଥା ହେବା। ଆପଣମାନଙ୍କୁ କହିଦେଉଛି କି କ'ଣ ପାଇଁ ମୋତେ ହଇରାଣ ହେଇ ଯିବାକୁ ପଡ଼ିଥିଲା। ମୁଁ ସିନା ରେଡ଼ି ହେଇକି ବାହାରି ପଡ଼ିଥିଲି କିନ୍ତୁ ପିଇସାଙ୍କର ଆଜି ଛୁଟି ଥିଲା ସେଥିପାଇଁ ମୋର ଟିକେ ଡେରି ହେଇଯାଇଥିଲା ବସ୍ ଟାଇମ୍ ପାଇଁ। ଘର ପାଖରୁ ଯେଉଁ ବସ୍ଟା ଯାଏ ମୁଁ ବାହାରିଲା ବେଳକୁ ସେ ପଳେଇଲା। ମୋତେ ହଳଦିଆଗୁଡ଼ାକୁ ପୁଣି ଲିଫ୍ଟ ମାଗିକି ଯିବାକୁ ପଡ଼ିଥିଲା। ପହଞ୍ଚିଲା ପରେ ସେଠି ଯାଇ ମୋତେ ବସ୍ ଧରିବାକୁ ପଡ଼ିଲା। କଲେଜରେ ପରୀକ୍ଷା ଦେଇ ଏବେ ମୁଁ ଫେରି ଆସିଲେ ଭୋକଟା ଯେଉଁ ରେଟ୍ରେ କରୁଛି ସେଇଟା କହିପାରିବିନି। ଯାଉଛି ଖାଇବି ରହୁଛି ଜୟ ଜଗନ୍ନାଥ।